ଆପଣ ଦେଖନ୍ତୁ କେନ୍ଦ୍ର ସରକାର ଯେଉଁ ଭଳିଆ ଭାବରେ ମହିଳା ସଂରକ୍ଷଣ ଆଇନ ଆଣିକି ଯେଉଁ ପାର୍ଲାମେଣ୍ଟରେ ଯେଉଁ ଫାର୍ସ କଲେ ଏବଂ ପ୍ରକୃତରେ ସେମାନେ ମହିଳାମାନଙ୍କୁ କେତେ ଭଲ ଦିଅନ୍ତି ତାଙ୍କର ସବୁ ବିଲ୍ ପାସ୍ ହେଇଗଲା କିନ୍ତୁ ଯେ ବିଲ୍କୁ ସେମାନେ 2023ରୁ ପାସ୍ କରିସାରିଛନ୍ତି 2029ରେ ଲାଗୁ କରିବା ପାଇଁ ସେମାନେ ଦେଶବାସୀଙ୍କୁ କହିଛନ୍ତି। ଏବେ ବିଜୁ ଜନତା ଦଳର ସୁପ୍ରିମୋ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସେ ଦୋଷ ଦେଉଛନ୍ତି ଯେ ବିଜେଡ଼ି ଦଳ ଏ ବିଲ୍କୁ ବିରୋଧ କଲା। ଏମାନେ ମହିଳା ସଂରକ୍ଷଣ କଥା ନେଇକି ଏମାନେ କହିବେ ନବୀନ ବାବୁଙ୍କ ଉପରେ ଅଗୁଳି ଉଠେଇବେ। ନବୀନ ବାବୁ 10 ବର୍ଷ ପୂର୍ବରୁ ଦଳରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରିସାରିଛନ୍ତି 33 ଭାଗ। ଆପଣ ପାର୍ଲାମେଣ୍ଟ ନିର୍ବାଚନରେ 2019ରେ ଦେଖିଥିବେ 2024ରେ ଦେଖିଥିବେ 33 ଭାଗ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ ଏବଂ ତା ସହିତ ବିଧାନସଭାରେ ବି 33 ଭାଗ ମହିଳାଙ୍କୁ ବିଧାନସଭାରେ ବି ପ୍ରାର୍ଥୀ କରାଯାଇଥିଲା। ଆଉ ନବୀନ ବାବୁଙ୍କୁ ଏମାନେ ଶିଖେଇବେ ମହିଳାକୁ କେମିତି ସଂରକ୍ଷଣ ଦିଆଯାଏ। ସ୍ୱର୍ଗତ ବିଜୁ ପଟ୍ଟନାୟକ ପରା ଭାରତବର୍ଷକୁ ଦେଖେଇଥିଲେ ମହିଳାଙ୍କୁ ସଂରକ୍ଷଣ ଦେଇକି। ଆପଣ ବିଜୁ ଦେଖନ୍ତୁ ଏମାନେ ପ୍ରକୃତରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଉ। ମହିଳାମାନେ 33 ଭାଗ ପାର୍ଲାମେଣ୍ଟକୁ ଆସନ୍ତୁ ବିଧାନସଭାକୁ ଆସନ୍ତୁ। ବିଜେପି ଦଳର ଆନ୍ତରିକତା ନାହିଁ। ଆନ୍ତରିକତା ଥିଲେ ଆପଣ ତାର ପ୍ରତିଛବି ତାଙ୍କ ସରକାରରେ ପଡ଼ନ୍ତା। ଆନ୍ତରିକତା ନାହିଁ ବୋଲି ଆଜି ରାଜରାସ୍ତାରେ ମାଆ ମାନେ ଅତ୍ୟାଚାରର ଶିକାର ହେଉଛନ୍ତି। କୁନି କୁନି ପିଲାମାନଙ୍କୁ ଅତ୍ୟାଚାର ଭଉଣୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ପ୍ରତ୍ୟେକ ଦିନ ଆପଣ ଓଡ଼ିଶାରେ ଦେଖିବେ ଧର୍ଷଣ ହତ୍ୟା ନାରୀ ନିର୍ଯାତନା କେବେ ବି ଏଇଭଳିଆ ଚରମ ଅବସ୍ଥାକୁ ପହଞ୍ଚି ନଥିଲା। ତେଣୁ ତାର ପ୍ରତିବାଦରେ ଆଜି ବିଜୁ ଜନତା ଦଳ ବାରିପଦା ନିର୍ବାଚନ ମଣ୍ଡଳୀ ତରଫରୁ ଏ ବିଶାଳ ମହିଳା ର୍ୟାଲିର ଆୟୋଜନ କରାଯାଇଛି। ଆଉ 10-15 ମିନିଟ୍ ପରେ ହଜାର ହଜାର ମହିଳା ପ୍ରତିବାଦ ର୍ୟାଲିରେ ଯୋଗ ଦେବେ ଏବଂ ଏ ର୍ୟାଲି ସଫଳ ହେବ ଏବଂ ସରକାରକୁ ଗୋଟେ ଆମେ ଚେତାବନୀ ଦେବା ପାଇଁ ଚାହୁଁଛୁ ଯେ ମହିଳାଙ୍କ ନାଁରେ ମିଛ କୁମ୍ଭୀର କାନ୍ଦଣା କାନ୍ଦନି। ଯଦି ବାସ୍ତବରେ କିଛି